ନିମ୍ନମାନର କାମ ଯୋଗୁଁ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ସୂଚନା ଅନୁଯାୟୀ ଯମନକିରା ବ୍ଲକ ଅନ୍ତର୍ଗତ ଫାସିମାଲ ଆଞ୍ଚଳିକ କଲେଜରେ କ୍ଲାସରୁମ୍ ଅଭାବ ଯୋଗୁଁ ଗତ 2022-23 ଆର୍ଥିକ ବର୍ଷରେ 5T ଅଧୀନରେ ଏକ କକ୍ଷ ନିର୍ମାଣ ପାଇଁ ମଞ୍ଜୁରୀ ହୋଇଥିଲା। ଗତ 3 ମାସ ହେବ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ କନିଷ୍ଠ ଯନ୍ତ୍ରୀ ଏବଂ ଉକ୍ତ କୋଠାକୁ ନିର୍ମାଣ କରୁଥିବା ଠିକାଦାର କଲେଜ କର୍ତ୍ତୃପକ୍ଷଙ୍କୁ ବ୍ୟବହାର ପାଇଁ ହସ୍ତାନ୍ତର କରିଥିଲେ। ଫଳରେ କଲେଜ କର୍ତ୍ତୃପକ୍ଷ ସେହି କୋଠାକୁ ଅଫିସ ଭାବେ ବ୍ୟବହାର କରି ଆସୁଥିଲେ। ଆଜି 2 ଜଣ ଅଧ୍ୟାପକଙ୍କ ସହିତ ଜଣେ ଡିଓ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଛାତରୁ ପ୍ଲାଷ୍ଟର ଖସିଥିଲା। ଫଳରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଜୟନାରାୟଣ ମେଣ୍ଡୁଲିଙ୍କ ମୁଣ୍ଡରେ ଏବଂ ଆଉ ଜଣେ ଅଧ୍ୟାପକଙ୍କ ହାତରେ ଆଘାତ ଲାଗିଥିଲା। ଯଦି ଏହା ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ଭାବେ ବ୍ୟବହାର ହୋଇଥାନ୍ତା ତାହେଲେ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଏହି ଘଟଣା ପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି କଲେଜ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା। ଏ ବିଷୟରେ ଶ୍ରୀମତୀ ଦଳବେହେରା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ବେହେରାଙ୍କୁ ଯୋଗାଯୋଗ କରିବାରୁ ମୋର କିଛି ହେବନି, ତମେ ବିଡ଼ିଓ, ଏମ୍ଏଲ୍ଏ କିମ୍ବା ମନ୍ତ୍ରୀଙ୍କୁ ଜଣାନ୍ତୁ ବୋଲି ଉତ୍ତର ରଖିଥିବା ପ୍ରକାଶ କରିଛନ୍ତି ଶ୍ରୀମତୀ ଦଳବେହେରା। ବ୍ୟବହାର ହେବାର ମାତ୍ର 3 ମାସ ଭିତରେ ଛାତରୁ ପ୍ଲାଷ୍ଟର ପଡ଼ିବା ଏବଂ କନିଷ୍ଠ ଯନ୍ତ୍ରୀଙ୍କ ବ୍ୟବହାରରୁ ଏହା ସମ୍ପୃକ୍ତ ଯନ୍ତ୍ରୀ ଏବଂ ଠିକାଦାର ମିଶି ନିମ୍ନମାନର କାର୍ଯ୍ୟ କରିଥିବା କଲେଜ କର୍ମଚାରୀ ପ୍ରକାଶ କରିଛନ୍ତି। ଯମନକିରାରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍। ଜ୍ୟୋତ୍ସ୍ନାରାଣୀ ଦଳବେହେରା, ଅଧ୍ୟକ୍ଷା, ଫାସିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଆଜି ଆପଣଙ୍କର କଲେଜ ଛାତରୁ ମାଟି ସିମେଣ୍ଟ ଅତଡ଼ା ପଡ଼ିଥିବା ଦେଖାଯାଇଛି, କ'ଣ କହିବେ? କୋଠରୀଟି ବେଶୀ ନାହିଁ, ମାତ୍ର 5 ମାସ ବ୍ୟବହାର କରାହେଇଛି। ଆଉ ତଳ ଗୁଡ଼ା ତ ଫାଟିଗଲାଣି। ଉପରେ ମାନେ ଉପର ଛାତ ବି ଆଜି ଯେତେବେଳେ ଷ୍ଟାଫ୍ 3 ଜଣ ସେଠି କାମ କରୁଥିଲେ ତାଙ୍କ ମୁଣ୍ଡ ଉପରେ 2 ଖଣ୍ଡ ବଡ଼ ସିମେଣ୍ଟ ଖଣ୍ଡ ପଡ଼ିଲା, ଯୋଉଟାକି ମାନେ ଅଳ୍ପକେ ସେମାନେ ବର୍ତ୍ତି ଯାଇଛନ୍ତି। 2 ଜଣ ତ ଦୌଡ଼ି ପଳେଇଲେ। ଆମର ଯେ ବଟନୀ ସାର୍ ଜୟନାରାୟଣ ମେଣ୍ଡଳି ତାଙ୍କ ମୁଣ୍ଡ ଉପରେ ବଡ଼ ଖଣ୍ଡଟିଏ ପଡ଼ିଲା। 5 ମିନିଟ୍ ଯାଏ ସେ ଅନ୍ଧାର ମାନେ ତାଙ୍କ ଆଖି ବିଲକୁଲ ଦେଖାଗଲା ନାହିଁ। ପୁଣି ତାକୁ ଯେତେବେଳେ ଆମେ ପାଣି ମାରିକି ଟିକେ ଝଡ଼ାଝଡ଼ି କଲୁ ତାପରେ ଯାଇକି ସେ କହିଲେ ଯେ ଏଇଟା ମୋ ଉପରେ ପଡ଼ିଲା ବୋଲି। ଏଇଟା 5T ଅଧୀନରେ କାମ ହେଇଛି। ଆଉ ଜେଇକୁ ଆମେ ଏ ବାବଦରେ ଜଣାଇବା ପାଇଁ ଚେଷ୍ଟା କଲୁ, ଯୋଗାଯୋଗ କଲୁ ଫୋନରେ, କିନ୍ତୁ ସେ ଆମକୁ ବେଖାତିର ଭାବରେ ଉତ୍ତର ଦେଲେ ଯେ ମୋର କିଛି ହେବନି, ଏଇଟା କଣ୍ଟ୍ରାକ୍ଟର ପଇସା ପାଇବନି, ଆପଣଙ୍କ ହାତରୁ ରୁମ୍ ଚାଲିଯିବ, ଆଉ ମୋର ଏଠି ଦେଖିବାର କିଛି ନାହିଁ ବୋଲି। ମୁଁ ରୁଦ୍ରନାରାୟଣ ମିଶ୍ର, ଏଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଟେ। ଏଇ ବିଲ୍ଡିଂରେ ଯେତେବେଳେ କାମ ଚାଲିଥିଲା ସେ ଯେଉଁ ଆସୁଥିଲେ ଯିଏ ତଦାରଖ କରୁଥିଲେ କାମକୁ, ତାଙ୍କୁ ମୁଁ କହିଥିଲି ସାର୍ ଦେଖନ୍ତୁ ଏଇଟା ଶ୍ରୀ ସିମେଣ୍ଟ ତ ଆମର ଜାଣିବାରେ ଗୋଟେ ଭଲ ସିମେଣ୍ଟ ନୁହେଁ, ସେ ଶ୍ରୀ ସିମେଣ୍ଟରେ କାମ ହେଉଛି। ସେ ଗୋରା ହେଇକରି ଥିଲେ, ତାଙ୍କର ନାଁ ତ ଜାଣିନି ଯେଇଟା, ସେ ବାରମ୍ବାର ଆସୁଥିଲେ। ସେ ପୁରା ଓଲଟା ପୁଲଟା ଜବାବ ଦେଲେ, ମୋତେ ଏସବୁ କିଛି କହନ୍ତୁନି, ଏମ୍ଏଲ୍ଏକୁ ଯାଇକରି କହନ୍ତୁ। ଆଉ ଆଜି ଯେତେବେଳେ କାମ କରୁଥିଲେ ଆମର ଅଧ୍ୟାପକ 2 ଜଣ, ସେଟା ମୁଣ୍ଡରେ ପଡ଼ିଲା ଜଣଙ୍କର, ଭାଗ୍ୟବଶତଃ ସେଟା ତାର ଟିକେ ଥିଲା, ତାର ଯୋଗୁଁ ବଞ୍ଚିଗଲେ ସେ। ଆଉ ସେଇଟା ଆମେ ଯେତେବେଳେ ଜଣେଇଲୁ ଫୋନରେ, ଆମର ଅଧ୍ୟକ୍ଷା ମହାଶୟ ଯେତେବେଳେ ଫୋନ୍ କଲେ ସେ ଜେଇଙ୍କୁ, ସେ କହିଲେ ଯାହା କରିବାର ଅଛନ୍ତି କରନ୍ତୁ, ଯୋଉଟା କରିବାର ଅଛନ୍ତି କରନ୍ତୁ, ମୋର ସେଥିରେ କିଛି ନାହିଁ। ଏମିତି ସବୁ ଓଲଟ ପଲଟ ଜବାବ ଦେଉଛନ୍ତି। ଆମେ କାହାକୁ କହିବୁ? ଏବେ ଯାହା କରିବା ଲେଖା ପଢ଼ାରେ କରିବୁ। ଆଉ କ'ଣ? ବାରିକ, ଫାସିମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗରେ କାମ କରେ ଡିଓ ହିସାବରେ। ଏହି ବିଲ୍ଡିଂରେ ଆମେ ବର୍ତ୍ତମାନ ଏଇଟା 3 ମାସ, 3.5 ମାସ, 4 ମାସ ଖଣ୍ଡେ ହେବ କାମ କରୁଛୁ। କିନ୍ତୁ ଅଚାନକ ଆଜି ଆମେ CHSC ଯେଉଁ ଇଣ୍ଟରନାଲ ଏକ୍ଜାମ ହେଇଥିଲା ସେଇ ଏକ୍ଜାମର ମାର୍କ ଅପଲୋଡ଼ କରୁଥିଲୁ। ଆମର 2 ଜଣ ସାର୍ ଆଉ ମୁଁ ମିଶିକି, ଆମର କେମିଷ୍ଟ୍ରି ସାର୍ ଆଉ ବୋଟାନି ସାର୍। ହେଲେ ଅଚାନକ ସେ ଛାତରୁ ପୁରା ବଡ଼ ଖଣ୍ଡେ ସିମେଣ୍ଟ ପଡ଼ିଯାଇଛି। ଅଳ୍ପକେ ଆମେ ମୃତ୍ୟୁମୁଖରୁ ଆଜି ବଞ୍ଚିଛେ। ତ ନୂଆ ଛାତ ହେଇ ଯଦି ଏମିତି ଖସିଲା, ଆମର ଜେଇ ଆଜ୍ଞା କହୁଥିଲେ ଯେ ଏଇଟା କ୍ଲାସରୁମ୍ କରନ୍ତୁ ବୋଲିକି। ହେଲେ କ୍ଲାସରୁମ୍ ଯଦି କରିଥାନ୍ତୁ, କୌଣସି ଷ୍ଟୁଡେଣ୍ଟ ଉପରେ ଯଦି ଏହା ପଡ଼ିଥାନ୍ତା ତାହେଲେ ସେଥିପାଇଁ ଦାୟୀ କିଏ ହେଇଥାନ୍ତା? जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।